ଦେଖିବା ସେଇ ନବମ ପଞ୍ଚମ ତୁଳା ରାଶି। ତୁଳାକୁ ମିଥୁନ ନବମ, ମିଥୁନକୁ ତୁଳା ପଞ୍ଚମ, ଇଏ ହେଲା ନବମ ପଞ୍ଚମ ମେଳକ। ବର ରହିଥିବ ତୁଳା ରାଶି, କନ୍ୟାରେ ରହିଥିବ ମିଥୁନ ରାଶି। ବରର ମିଥୁନ, କନ୍ୟାର ତୁଳା ହେବନି। ଯଦି ସେଇ ବରର ତୁଳା ରାଶି କନ୍ୟାର ମିଥୁନ ହୋଇଛି, ଠିକ୍ ଅଛି, ନବମ ପଞ୍ଚମ ହେଲା। ୟା ଭିତରେ ପେଚ ଅଛି। କ'ଣ ପେଚ ଅଛି ନା ଚିତ୍ରା ତୁଳା 14/7, ମୃଗଶିରା ମିଥୁନ 5-3, ଇଏ ହେଲା ଦାନବ ଦେବତା, ବ୍ୟବହାର କରନ୍ତୁ ନାହିଁ। 14/7 ତୁଳା, ଚିତ୍ରା ତୁଳା, ଆଦ୍ରା ମିଥୁନ 6/3, ଦାନବ ମାନବ ନର ରାକ୍ଷସ ବ୍ୟବହାର ହୋଇପାରିବେ ନାହିଁ। 14/7 ଚିତ୍ରା ତୁଳା, 7-3 ପୁନର୍ବସୁ ମିଥୁନ, ଦାନବ ଦେବତା ଏଥିରେ ବ୍ୟବହାର କରନ୍ତୁ ନାହିଁ, କାନ୍ଦିବେ। ବହୁତ ରହସ୍ୟ ଅଛି, ଜାତକର ବହୁତ ରହସ୍ୟ ଅଛି। ସ୍ୱାତି ତୁଳା 15/7, ମୃଗଶିରା ମିଥୁନ 5/3, ଦେବତାକୁ ଦେବତା ଆଖି ବୁଜି ବ୍ୟବହାର କରନ୍ତୁ, କିଛି ଅସୁବିଧା ହେବ ନାହିଁ। ସ୍ୱାତି ତୁଳା 15/7, ଆଦ୍ରା ମିଥୁନ 6-3, ଆଖି ବୁଜି ବ୍ୟବହାର କରନ୍ତୁ, କିଛି ଅସୁବିଧା ହେବନି। 15/7 ତୁଳା, 7/3 ମିଥୁନ, ସ୍ୱାତି ତୁଳା, ପୁନର୍ବସୁ ମିଥୁନ ବ୍ୟବହାର କରନ୍ତୁ, ବଢ଼ିଆ ସୁବିଧା ରହିବ। 16/7 ତୁଳା, ବିଶାଖା ତୁଳା, ମୃଗଶିରା ମିଥୁନ 5/3, ଇଏ ହେଲେ ଦାନବ ଦେବତା, ଦେବ ଦାନବ ବ୍ୟବହାର ହୋଇପାରିବ ନାହିଁ, ସବୁବେଳେ କଳହ। 16/7 ତୁଳା, ବିଶାଖା ତୁଳା, ଆଦ୍ରା ମିଥୁନ 6/3, ଦାନବ ମାନବ ବ୍ୟବହାର କରନ୍ତୁ ନାହିଁ। 16/7 ତୁଳା, 7/3, ବିଶାଖା ତୁଳା, ପୁନର୍ବସୁ ମିଥୁନ ବ୍ୟବହାର ହୋଇପାରିବ ନାହିଁ। ଦେବତାକୁ ଦାନବ ସବୁବେଳେ ଅଶାନ୍ତି। ଏ ଦେଖିବା ପରବର୍ତ୍ତୀ ରାଶି।